ତେଣୁ ଭଗବାନଙ୍କୁ ସ୍ମରଣ କରିବାର ଏଭଳି ଅନେକ ପଦ୍ଧତି ରହିଛି। ଯେପରି ଭଗବାନଙ୍କୁ ଧ୍ୟାନ କରିବା ପାଇଁ ଆମେ ଶ୍ଲୋକ ମୁଖସ୍ଥ କରୁଛେ, ଶ୍ଲୋକଟା ମୁଖସ୍ଥ କରିବା ପାଇଁ ଭଗବାନଙ୍କୁ ସ୍ମରଣ କରିବା ଏତେ ସହଜ ଉପାୟ ହେଲା। ତେଣୁ ଶ୍ଲୋକ ମୁଖସ୍ଥ ମାଧ୍ୟମରେ ଆମେ ଭଗବାନଙ୍କୁ ସ୍ମରଣ କରିପାରୁଛେ। ବା ଆଜି ଆମେ ଭାଗବତ କ୍ଲାସ ଦେବା, ତା ପୂର୍ବରୁ ଆମକୁ ପ୍ରିପେୟାର ହେବାକୁ ପଡୁଛି, ଭଗବାନ କଥା ଆମକୁ ସ୍ମରଣ କରିବାର ସୁଯୋଗ ମିଳୁଛି। ତେଣୁ ଏହିପରି ଭାବରେ ଭଗବାନଙ୍କୁ ସ୍ମରଣ କରିବା ଦ୍ୱାରା ଭଗବାନଙ୍କର କୃପା ଲାଭ କରାଯାଏ। ଯେଭଳି ଆମେ ଅଷ୍ଟମ ସ୍କନ୍ଧରେ ଭାଗବତରେ ଦେଖିଛେ, ଗଜେନ୍ଦ୍ର ଉପାଖ୍ୟାନ ଶୁଣିଛେ, ଗଜେନ୍ଦ୍ର ଭଗବାନଙ୍କୁ ସ୍ମରଣ କରିବା ଦ୍ୱାରା ସେ ଭଗବାନ କୃପା ଲାଭ କରିଥିଲେ। ଗଜେନ୍ଦ୍ର ବଣର ଶ୍ରେଷ୍ଠ ରାଜା ଥିଲେ। ପୂର୍ବ ଜନ୍ମରେ ସେ କଣ ଇନ୍ଦ୍ରଧର୍ମ ରାଜା ଥିଲେ ନା। ସେ ମୁନିଙ୍କ ଅଭିଶାପ ଯୋଗୁଁ ଗଜେନ୍ଦ୍ର ହେଇଥିଲେ। ଏ କଣ ପଶୁବତ ଆଚରଣ କରୁଛି, ମତେ ପ୍ରଣାମ ଜଣାଉନି। ତେଣୁ ସେ ମୁନି ଅଗସ୍ତ୍ୟ ମୁନି ଦେବଳ ମୁନି ଅଭିଶାପ ଦେଇଥିଲେ, ତେବେ କଣ ପଶୁ ଭଳି ଆଚରଣ କରୁଛ, ପଶୁ ହେଇଯାଏ। ତେଣୁ ଗଜ ହେଇଗଲେ, ହାତୀ ହେଇଗଲେ। କିନ୍ତୁ ସେ ବଣର ରାଜା ହେବା ସତେ ତାଙ୍କର ପୁତ୍ର ପରିବାର ସ୍ତ୍ରୀ ସମସ୍ତ କିଛି ଥିଲା। କିନ୍ତୁ ସେ ଯେତେବେଳେ କୁମ୍ଭୀର ଦ୍ୱାରା ଆକ୍ରାନ୍ତ ହେଲେ, ଜଳ ମଧ୍ୟରେ ତାଙ୍କୁ ଟାଣି ଟାଣି ଦେବାକୁ ଲାଗିଲା କୁମ୍ଭୀର। ସେଇ ଜଳାଶୟରୁ ଗଜେନ୍ଦ୍ର ଆଉ ଉତ୍ତୀର୍ଣ୍ଣ ହେବାର କୌଣସି ଉପାୟ ପାଇପାରିଲା ନାହିଁ। ସେଇ କୁମ୍ଭୀର ଜଳ ଭିତରକୁ ଟାଣି ନେଇଗଲା। କିନ୍ତୁ ଗଜେନ୍ଦ୍ରକୁ କେବଳ ଗୋଟିଏ ଉପାୟ ଆସିଲା, ସ୍ମରଣ କରିବା। ଭଗବାନ କେମିତି ମୁଁ ସ୍ମରଣ କରିବି ଏଇ ବିପଦ ସମୟରେ? ସ୍ମର୍ତ୍ତବ୍ୟ ସତତ ବିଷ୍ଣୁ ସ୍ମରଣ ବିସ୍ମୃତବ କଦା ଜାତୁ ଚିତ୍। ତେଣୁ ସେଇ କୁମ୍ଭୀର ଗଜେନ୍ଦ୍ର ହସ୍ତି ହେ କୃଷ୍ଣ ହେ ମହାବାହୁ ବୋଲି ସ୍ମରଣ କରିଥିଲା। ଯେହେତୁ ଗଜେନ୍ଦ୍ରର ପୂର୍ବ ଜନ୍ମରେ କିଛି ସୁକୃତି ଲାଭ କରିଥିଲା, ସୁକୃତି ପୂର୍ବ ସଞ୍ଚିତ ହେଇ, ତେଣୁ ସେ ସୁକୃତି ଯୋଗୁଁ ସେ ଭଗବାନ କଥା ସ୍ମରଣ କରିପାରିଥିଲା। ତେଣୁ ସେଇ ସ୍ମରଣ ଯୋଗୁଁ ଗଜେନ୍ଦ୍ର ଉଦ୍ଧାର ହେଇଗଲା। ଯେଭଳି ଆମେ ଦେଖିବା ଷଷ୍ଠ ସ୍କନ୍ଧ ଭାଗବତରେ ଅଜାମିଲ ତାର ପୁତ୍ର ରଖିଥିଲା ନାମ ନାରାୟଣ। ତେଣୁ ଯେତେବେଳେ 4 ଜଣ ଯମଦୂତ ଆସିଲେ, ସେ ସାଙ୍ଗେ ସାଙ୍ଗେ ନାରାୟଣ ନାରାୟଣ ତୁ କୋଉଠି ଅଛ, ଆସିଲୁ ଏଭଳି ଉଚ୍ଚାରଣ କଲା। ଭଗବାନଙ୍କର ନାମ ଯେହେତୁ ସେ ଡାକିଛି, ଭଗବାନ ଶୁଣିଲେ। ସାଙ୍ଗେ ସାଙ୍ଗେ 3 ଜଣ ବିଷ୍ଣୁ ଦୂତ ବାହାରକୁ ପ୍ରେରଣ କଲେ। ଅଜାମିଲ ମହାରୌରବ ନର୍କରୁ ଉଦ୍ଧାର ହେଇଗଲା। ଏପରି ଅନେକ ଉପାଖ୍ୟାନ ଆମେ ଦେଖିବାକୁ ପାଉ। ପ୍ରଥମ ସ୍କନ୍ଧ ଭାଗବତରେ ଭୀଷ୍ମଦେବଙ୍କର ସ୍ତୁତି ଅଛି। ଭୀଷ୍ମଦେବ କିପରି ଭାବରେ ଭଗବାନଙ୍କୁ ସ୍ମରଣ କରିପାରିଥିଲେ, ସେ କଥା ପ୍ରଥମ ସ୍କନ୍ଧ 9 ଅଧ୍ୟାୟ 32 ଶ୍ଲୋକରେ କୁହାଯାଉଛି। ଇତି ମତି ରୂପଂ କଳ୍ପିତା ବିତୃଷ୍ଣା ଭଗବତୀ ସାତତ ପୁଙ୍ଗମେ ବିଭୂମି ସସୁଖଂ ଭଗ ଉପଗତେ କ୍ୱଚିତ୍ ବିହତୁଂ ପ୍ରକୃତିଂ ଉପେୟୁଷ ଯତ୍ ଭବ ପ୍ରବାହ। ପ୍ରଭୁ, ମୋର ମତି ଆପଣଙ୍କର ରୂପ କଳ୍ପିତ, ଆପଣଙ୍କର ସେ ଶାଶ୍ୱତ ରୂପ ପ୍ରତି ମୋର ମନ ମୋର ଚିତ୍ତ ନିବିଷ୍ଟ ହେଉ। କାହିଁକି ନା ଏଇ ମନ୍ଦମତ ବୁଦ୍ଧି ଆପଣଙ୍କୁ ଚିନ୍ତନ କରିବା ଖୁବ କଠିନ। ତାପରେ ଭୀଷ୍ମଦେବ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି, ହେ ପ୍ରଭୁ, ଆପଣ ଦେଖିବାକୁ କେତେ ସୁନ୍ଦର, ଆପଣଙ୍କ ମୁଖମଳ ଏତେ ସୁନ୍ଦର, ଆପଣଙ୍କର ମାଧୁର୍ଯ୍ୟ ଏତେ ସୁନ୍ଦର। ଏପରି ଭୀଷ୍ମଦେବ ସ୍ମରଣ କରୁଛନ୍ତି। ତେଣୁ ବହୁପାଦ ଭାବାର୍ଥରେ ବ୍ୟାଖ୍ୟା ଦେଇଛନ୍ତି, ଆମେ ଦେଖିବା ଯେ ନିରନ୍ତର 24 ଘଣ୍ଟା ଭଗବାନଙ୍କୁ ସ୍ମରଣ କରେ, ସେ ଭଗବାନଙ୍କର ସାନ୍ନିଧ୍ୟ ଲାଭ କରେ। ଏ ପ୍ରକାର ଭକ୍ତର ଦେହତ୍ୟାଗ କରିବାର ଉପଯୁକ୍ତ ସମୟକୁ ସେ ଅପେକ୍ଷା କରିପାରେ ନାହିଁ। ଯେଭଳି ପରୀକ୍ଷିତ ମହାରାଜଙ୍କ ଅନ୍ୱେଷଣ କରିଥିଲେ 7 ଦିନ, ସେ କିଛି ନ ଖାଇ ନ ପିଇ ଗଙ୍ଗା ଜଳ
ଗଙ୍ଗା କୂଳରେ ଯାଇକି ସେ ଅନ୍ୱେଷଣ କରୁଥିଲେ, ସେଭଳି ଶୁଦ୍ଧ ଭକ୍ତ ମାନଙ୍କ ପକ୍ଷରେ ଅନ୍ୱେଷଣ କରିବା କୌଣସି ଆବଶ୍ୟକତା ନାହିଁ। ଯେକୌଣସି ସମୟରେ ଯେକୌଣସି ପରିସ୍ଥିତିରେ ସେମାନେ ଦେହ ତ୍ୟାଗ କରିପାରନ୍ତି। ଆଉ କେତେବେଳେ ଦେହ ତ୍ୟାଗ କରିବାକୁ ହବ, କେଉଁ ସମୟରେ, ସେ କଥା ବି ଭଗବତ ଗୀତାରେ କୁହାଯାଇଛି। ଉତ୍ତରାୟଣ ହେଇଥିବ ଆଉ ସୂର୍ଯ୍ୟଙ୍କର ପ୍ରଖର ତେଜ, ସୂର୍ଯ୍ୟ ରଶ୍ମି ଦିନ ବେଳେ ଆଲୋକ ସମୟରେ ଯେଉଁ ବ୍ୟକ୍ତି ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ସମୟରେ ଦେହ ତ୍ୟାଗ କରେ, ସେ ସିଧାସଳଖ ଭଗବତ ଧାମକୁ ଚାଲିଯାଏ। ତେଣୁ ବର୍ତ୍ତମାନ ଚାଲିଛି କଣ? କୃଷ୍ଣଙ୍କର ଦକ୍ଷିଣାୟନ ଗତି। ମକର ସଂକ୍ରାନ୍ତି ପରଠାରୁ ଆରମ୍ଭ ହବ ସୂର୍ଯ୍ୟଙ୍କର ଉତ୍ତରାୟନ ଗତି। ତେଣୁ ସେହି ସମୟରେ ଭୀଷ୍ମଦେବ କୃଷ୍ଣଙ୍କୁ ସ୍ମରଣ କରି କରି ଦେହ ତ୍ୟାଗ କରିଥିଲେ। ସେ କଥା ଗୀତାରେ କୁହାଯାଉଛି, ଅଗ୍ନି ଜ୍ୟୋତିରହ ଶୁକ୍ଳ ଷଟମାସ ଉତ୍ତରାୟଣ। ସୂର୍ଯ୍ୟଙ୍କର ଦୁଇଟି ଗତି ଅଛି, ଗୋଟେ ଉତ୍ତରାୟଣ ଆଉ ଗୋଟେ ଦକ୍ଷିଣାୟନ। 6 ମାସ ଉତ୍ତରାୟଣ ହୁଏ, 6 ମାସ ଦକ୍ଷିଣାୟନ ହୁଏ। ତେଣୁ ଯେଉଁ ବ୍ୟକ୍ତି ଉତ୍ତରାୟଣ ସମୟରେ ଯଦି ଦେହ ତ୍ୟାଗ କରେ, ସେ ସିଧା ଡାଇରେକ୍ଟ ଭଗବତ ଧାମକୁ ଚାଲିଯାଏ। ତେଣୁ ସେ ସମୟ ପର୍ଯ୍ୟନ୍ତ ଅପେକ୍ଷା କରୁଥିଲେ, କେତେବେଳେ ଉତ୍ତରାୟଣ ହବ ମୁଁ ଦେହ ତ୍ୟାଗ କରିବି। ଭୀଷ୍ମଦେବ କୃଷ୍ଣଙ୍କୁ ସ୍ମରଣ କରି କରି ସେ ଦେହ ତ୍ୟାଗ କରିଥିଲେ। ତେଣୁ ଭକ୍ତ ଦେହ ତ୍ୟାଗ କରିବା ପାଇଁ ଅନ୍ୱେଷଣ କରିବାକୁ ହୁଏ ନାହିଁ, ଯେକୌଣସି ସମୟରେ ସେ ଦେହ ତ୍ୟାଗ କରିପାରେ। ଅନେକ ସମୟରେ ଅନେକ ବିଚାର ଅଛି, ହେ ପ୍ରଭୁ ଅମକ ପ୍ରଭୁ ମରିଗଲେ କଣ ଦୋଷ ଲାଗିଲା କି? ଯେ ଭଗବତ ଭକ୍ତି କରିଥାଏ, ଏଇଟା ଜାଣି ରଖନ୍ତୁ, ତାର କଦାପି କ୍ଷୟ ହୁଏ ନାହିଁ। ସ୍ୱଳ୍ପମେ ଅସ୍ୟ ଧର୍ମସୂତ୍ରାତ୍ ମହତ୍ ଭୟାତ୍। ଯଦି କେହି ଅଳ୍ପ ପରିମାଣରେ ଭକ୍ତି କରିଥାଏ, ତାହା ନିଶ୍ଚୟ ଫଳପ୍ରଦ ଅଛି, ଫଳ ପଶୁ ହବ। ତେଣୁ ଯିଏ ଭଗବତ ଭକ୍ତି ସ୍ତରରେ ରହିଛନ୍ତି, ଭକ୍ତ କଦାପି ଏହି ଜଗତର କାଳ ବା ସମୟ ଦ୍ୱାରା ପ୍ରଭାବିତ ହୁଏ ନାହିଁ। ଭକ୍ତ ଏହି କାଳର ଊର୍ଦ୍ଧ୍ୱରେ ରହିଥାଏ। ଅର୍ଥାତ୍ କାଳର ଉପଯୁକ୍ତ ସମୟ ଅନୁସାରେ ଆମେ ବିଚାର କରୁ ଯେ କଣ ଦୋଷ ହେଇଛି ଇତ୍ୟାଦି ଇତ୍ୟାଦି। କିନ୍ତୁ ଭଗବତ ଭକ୍ତଙ୍କ କ୍ଷେତ୍ରରେ ଏଇସବୁ କିଛି ବିଚାର ହୁଏ ନାହିଁ। ଭଗବତ ଭକ୍ତ ଯେତେବେଳେ ଦେହ ତ୍ୟାଗ ଛାଡୁନା କାହିଁକି, ସେ ଡାଇରେକ୍ଟ ଭଗବତ ଧାମକୁ ଚାଲିଯାଏ। ଏହା ଆମକୁ ଜାଣିବାକୁ ହେବ। ଭକ୍ତ ଦେହ ଛାଡିବା ପରେ ସେ ଉପଯୁକ୍ତ ସ୍ଥାନ ଲାଭ କରେ, ତାର କାରଣ ହେଲା ସେ ଭଗବାନଙ୍କୁ ସ୍ମରଣ କରେ। ଏଇଟା ହେଲା ମୁଖ୍ୟ କାରଣ। ତେଣୁ ଏସବୁର ମୁଖ୍ୟ ବିଷୟବସ୍ତୁ କେବଳ ଗୋଟିଏ ସ୍ଥିତି ରହିଛି, ମନ ଇନ୍ଦ୍ରିୟ ମାନଙ୍କୁ ସଂଯତ କରିବାକୁ ହେବ। ତେଣୁ ମନ ଇନ୍ଦ୍ରିୟ ମାନଙ୍କୁ ସଂଯତ ନ କଲେ ବହୁତ ମୁସ୍କିଲ ଅଛି। କେହି ଯଦି ଜବରଦସ୍ତି ମନ ଇନ୍ଦ୍ରିୟ ମାନଙ୍କୁ ନିୟନ୍ତ୍ରଣ କରିପାରିବ କି, ତାହା କେବେ କଦାପି ସମ୍ଭବ ନୁହେଁ। ଜବରଦସ୍ତି ମନକୁ ନିଗ୍ରହ କରିବା ସମ୍ଭବପର ନୁହେଁ। ଯୋଗୀମାନେ ତାଙ୍କର ମନକୁ ଆୟତ୍ତ କରିବା ପାଇଁ ପ୍ରୟାସ କରନ୍ତି, ତଥାପି ସେମାନେ ମନକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ। ସେଥିପାଇଁ ଭଗବତ ଗୀତାରେ ଭଗବାନ ଏକଥା କହିଲେ ଯେ କିଏ ସର୍ବଶ୍ରେଷ୍ଠ ଯୋଗୀ ହେଇପାରିବ? ଯିଏ ସର୍ବଦା ମତେ ସ୍ମରଣ କରେ, ମତେ ଚିନ୍ତା କରେ। ଯୋଗୀ ନା ସର୍ବେଶାଂ ମତ ଗତରାତ୍ମନା ସଦାବାନ ଭଜନ୍ତେ ଯୋଗ ମାଂ ସମେ ଯୁକ୍ତ ତମ ମତ। ଯୋଗୀ ମାନଙ୍କ ମଧ୍ୟରେ ସେ ହଉଛି ସର୍ବଶ୍ରେଷ୍ଠ ଯୋଗୀ, ଯେ ତାର ଇନ୍ଦ୍ରିୟ ଦ୍ଵାରା ମନରେ ଭଗବାନ ସେବା କରେ, ଭଗବାନ ଲୀଳା କଥା ଚିନ୍ତନ କରେ, ଭଗବାନ ଧାମକୁ ପରିକ୍ରମା କରେ। ଜବରଦସ୍ତି ମନକୁ ଗୋଟେ ଜାଗାରେ ସ୍ଥିର ରଖିବା ଖୁବ କଠିନ। ତେଣୁ ମନର କାର୍ଯ୍ୟକଳାପ ସବୁ ସମୟରେ ଚାଲିଥାଏ। ମନର ସ୍ପିଡ କେତେ? ବାଚ ବେଗ, ମନ ବେଗ, କ୍ରୋଧ ବେଗ, ଜୁହା ବେଗ, ତାନ ବେଗାନ ଯୋ ବିଷୟ ଧୀର, ଏସବୁ ବେଗ ରହିଛି। ମନର ବେଗ ଅତି ଚଞ୍ଚଳ, ତେଣୁ ତାକୁ ଆୟତ୍ତ କରିବା ଖୁବ ମୁସ୍କିଲ। ଯେଭଳି ସୌରଭ ମୁନି ଦେଖିଲେ ଯେ ଜଳ ଭିତରେ ସୌରଭ ମୁନି କଲେ, ଭାବିଲେ ମୁଁ ଜଳ ଭିତରକୁ ଯିବି, ତପସ୍ୟା କରିବି, ଏ ସଂସାର ବହୁତ ଗୋଳମାଳ ଅଛି, ଏଇଠି ତପସ୍ୟା କଲେ ମନ ବିକ୍ଷିପ୍ତ ହେଇଯିବ, ବିଚଳିତ ହେଇଯିବ, ଏଠି ତପସ୍ୟା କରିବା ବହୁତ କଠିନ।
ତେଣୁ ସବୁରେ ମୁନି ଜଳ ଭିତରକୁ ପଶିଲେ ମନର କ୍ରିୟାକୁ ଦମନ କରିବା ପାଇଁ, ଇନ୍ଦ୍ରିୟ ନିଗ୍ରହ କରିବା ପାଇଁ ସବୁରେ ମୁନି ଜଳ ଭିତରକୁ ଯାଇକି ତପସ୍ୟା କରିବାକୁ ଆରମ୍ଭ କଲେ। ସେ ଜଳ ଭିତରେ କିଛି ନା କିଛି ନାହିଁ ବୋଲିକି ତପସ୍ୟା କଲେ। କିଛି ନାହିଁ ତାହେଲେ ମନର ଆଉ ବିକାର ହେବ ନାହିଁ, ମନର ବିକାର କୌଣସି ପ୍ରଶ୍ନ ଆସୁନାହିଁ। ତେଣୁ ସବୁରେ ମୁନି ଯେତେବେଳେ ମତ୍ସ୍ୟମାନଙ୍କର କ୍ରୀଡ଼ା ଦେଖିଲେ, ଆଲିଙ୍ଗନ ଦେଖିଲେ, ଦୁଇଟି ମାଛର ଏକତ୍ରିତ ସ୍ପର୍ଶ ମିଳନ ସଙ୍ଗ ଦେଖିଲେ, ସାଙ୍ଗେ ସାଙ୍ଗେ ତାଙ୍କର ମନରେ ବିକାର ଆରମ୍ଭ ହେଲା। ସବୁରେ ମୁନି ସାଙ୍ଗେ ସାଙ୍ଗେ ସ୍ଥଳ ଭାଗକୁ ଆସିଲେ। ମାନ୍ଧାତା ରାଜାଙ୍କୁ ଖବର ଦେଲେ ଯେ ରାଜା ମାନ୍ଧାତା, ମୁଁ ଆସୁଛି ତୁମର 50ଟି କନ୍ୟାକୁ ବିବାହ କରିବା ପାଇଁ। ମାନ୍ଧାତାଙ୍କ ଗୃହକୁ ସବୁରି ମୁନି ଆସିଲେ। ମାନ୍ଧାତା ତାଙ୍କର ଜଣେ କନ୍ୟାକୁ ପଠେଇଲେ ବିବାହ କରିବା ପାଇଁ ପୁଷ୍ପମାଳା ଦେବେ। ତାଙ୍କର କନ୍ୟା ସବୁରି ମୁନିକୁ ଦେଖିକି ଭୟ ପାଇଗଲେ। ଦାଢି ଦୁଟା ଜଟା ହେଇଛି, ଦେହ ସାରା ଶିଉଳି ଲାଗି ଯାଇଛି, ଦେଖିବା ପାଇଁ ବିକଟାଳ ରୂପ ଦେଖିକି ଗୋଟେ କନ୍ୟା ଭୟ ପାଇଗଲେ। ତାପରେ ସବୁରି ମୁନି ଭାବିବାକୁ ଲାଗିଲେ ଯେ ଦାଢି ଜଟାକୁ ଦେଖିଲା ମାନେ ସବୁ କନ୍ୟା ଭୟଭୀତ ହେଇଯିବେ, ତେଣୁ ସାଙ୍ଗେ ସାଙ୍ଗେ ମୋର ଦାଢି ଜଟା ସବୁ କାଟିବାକୁ ପଡିବ। ତେଣୁ ସାଙ୍ଗେ ସାଙ୍ଗେ ସେ ସବୁ କ୍ଷେରଫର ହେଇଗଲେ। ତାଙ୍କ ଯୋଗ ସିଦ୍ଧି ବଳରେ ସେ ଯୁବକ ହେଇଗଲେ। ପୁଣି ଯେତେବେଳେ ସବୁରି ମୁନି ମାନ୍ଧାତା ରାଜାଙ୍କ ପାଖକୁ ଗଲେ, ସେତିକି ବେଳେ ରାଜା ମାନ୍ଧାତା ତାଙ୍କର ସମସ୍ତ କନ୍ୟା ମାନଙ୍କୁ ବିବାହ ହେବା ପାଇଁ ରାଜି ହେଇଗଲେ। ସବୁ କନ୍ୟା ମାନେ ଆସିକି ସେମାନେ ସମସ୍ତେ ସବୁରି ମୁନିଙ୍କ ପ୍ରତି ଆକୃଷ୍ଟ ହେଇଗଲେ। ତାଙ୍କର 50ଟି କନ୍ୟା ମାନଙ୍କୁ ସବୁରି ମୁନି ବିବାହ କରି ସଂସାର ବଢିବାକୁ ଲାଗିଲା। କିନ୍ତୁ ହଠାତ୍ ଦେଖିବାକୁ ଦିନେ ସବୁରି ମୁନି ମନ ଭିତରେ ମନେ ପଡିଗଲା, ଆରେ ମୁଁ କେଉଁ ସ୍ଥିତିରେ ଥିଲି, ବର୍ତ୍ତମାନ ମୋର କଣ ଅବସ୍ଥା ହେଲା। ତେଣୁ ସେଠାରୁ ସେ ତ୍ୟାଗ କରି ପଳେଇଗଲେ। ସେ ବୁଝିପାରିଲେ ଯେ ମନର କ୍ରିୟା କେତେ କଠିନ, ମନର କ୍ରିୟାକଳାପକୁ ବଞ୍ଚିବା ଏତେ ସହଜ ନୁହଁ। ଆମର ବୟସ 80, 70 କି 90 ହେଇପାରେ, କିନ୍ତୁ ମନ କଣ ବୁଢା ହୁଏ କି? ନା, ମନର କାର୍ଯ୍ୟକଳାପ ସେଇଭଳି ଚାଲିଥାଏ। କଣ? ମନ କାର୍ଯ୍ୟକଳାପ, ଇଚ୍ଛା କରିବା, ଚିନ୍ତନ କରିବା, ଆଉ ଅନୁଭବ କରିବା। ତେଣୁ ମନ ପ୍ରଥମେ ଚିନ୍ତନ କରେ, ପ୍ରଥମେ ସେ ଇଚ୍ଛା କରେ, ତାପରେ ଚିନ୍ତନ କରେ, ତାପରେ ଅନୁଭବ କରେ। ଏଭଳି ମନର କାର୍ଯ୍ୟକଳାପ ଚାଲୁଥାଏ। ଯେତେ ଥର ମନ ଯାଉଥିବ, ଯତ ନିଷ୍ପଳତି ମନ, ମାନେ ଯେତେ ଥର ଯାଉଥିବ ମନ, ସେତେ ଥର ଆମକୁ ମନକୁ ଟାଣି ଆଣିକି ଭଗବାନ ଠାରେ ନିର୍ଦ୍ଦିଷ୍ଟ କରିବାକୁ ହେବ। ଏ ପ୍ରକାର ମନ କୁ ଆୟତ୍ତ କରିଥିଲେ କିଏ? ନା ଅମ୍ବରୀଶ ମହାରାଜ। ସବେ ମନ କୃଷ୍ଣ ପଦାର ବିନ୍ଦୟ। ତାଙ୍କର ମନ ସବୁବେଳେ ଭଗବାନଙ୍କର ଚରଣ କଥା ଚିନ୍ତା କରୁଥିଲା, ସ୍ମରଣ କରୁଥିଲା। ଦେଖନ୍ତୁ, ଏଠି ସ୍ମରଣ କଥା ଆସିଲା। ଅମ୍ବରୀଶ ମହାରାଜ ଭଗବାନଙ୍କ ଶୁଦ୍ଧ ଭକ୍ତ ଥିଲେ। ତେଣୁ ସେ ଭଗବାନଙ୍କ ଚରଣ କଥା ଚିନ୍ତା କରୁଥିଲେ। ତାଙ୍କର ହାତ ଦ୍ୱୟକୁ ଭଗବାନଙ୍କ ମନ୍ଦିର ମାର୍ଜନାରେ ନିଯୁକ୍ତ କରିଥିଲେ। ତାଙ୍କର ପାଦ ଦ୍ୱୟକୁ ଭଗବାନଙ୍କର ତୀର୍ଥସ୍ଥଳୀ ପରିକ୍ରମା କରୁଥିଲେ। ଯେଭଳି ବିଦୁର, ମହାତ୍ମା ବିଦୁର, ସେ ତୀର୍ଥ ପର୍ଯ୍ୟଟନରେ ଯେତେବେଳେ ବାହାରିଲେ, ସବୁ ଭଗବାନଙ୍କ ଲୀଳା କଥା ସ୍ମରଣ କରୁଥିଲେ, ମନେ ପକାଉଥିଲେ, ଦର୍ଶନ କରୁଥିଲେ। ଭକ୍ତମାନେ କାହିଁକି ତୀର୍ଥଯାତ୍ରା କରନ୍ତି? ଭଗବାନଙ୍କ ଲୀଳାସ୍ଥଳୀ ଦେଖିକି ମନେ ପକେଇବା, ସ୍ମରଣ କରିବା। ଏଇଟା ହଉଛି ସ୍ମରଣ କରିବାର ଗୋଟେ ସୁଯୋଗ। ତେଣୁ ଏହିପରି ଭାବରେ ଅମ୍ବରୀଶ ମହାରାଜ ତାଙ୍କର ବାକ୍ୟକୁ ଭଗବାନ କଥା କହିବାରେ ବ୍ୟବହାର କରୁଥିଲେ। ଯେପରି ସୁଖଦେବ ଗୋସ୍ୱାମୀ ସେ ଭଗବାନ କଥା କୀର୍ତ୍ତନ କରୁଥିଲେ, ପରୀକ୍ଷିତ ମହାରାଜ ସ୍ମରଣ କରୁଥିଲେ, ସେ ଏକ ଶ୍ରବଣ କରୁଥିଲେ, ଶୁଣୁଥିଲେ। ପ୍ରହ୍ଲାଦ ମହାରାଜ ସ୍ମରଣ କରୁଥିଲେ, ଲକ୍ଷ୍ମୀ ଦେବୀ ପାଦ ସେବା କରୁଥିଲେ, ପୃଥୁ ମହାରାଜ ଅର୍ଚ୍ଚନ କରୁଥିଲେ, ଆଉ ଅକୁର ବନ୍ଦନା କରି କରି ଭଗବାନ କୃଷ୍ଣଙ୍କୁ ଆଣିଥିଲେ। ଆଉ ବଳି ମହାରାଜ ଭଗବାନଙ୍କର ଚରଣରେ ଆତ୍ମନିବେଦନ କରିଥିଲେ। ଏ ହଉଛି ନବଦା ଭକ୍ତି। ଜଣେ ଜଣେ ଗୋଟେ ଗୋଟେ ଅଙ୍ଗ ଯାହାଜତ କରିଥିଲେ। ଭକ୍ତିର ଯୋଉ 64 ଅଙ୍ଗ ଅଛି, ତନ୍ମଧ୍ୟରୁ
ଏ 9ଟା ଅଙ୍ଗ ହଉଛି ମୁଖ୍ୟ। ଶ୍ରବଣ, କୀର୍ତ୍ତନ, ସ୍ମରଣ, ବନ୍ଦନ, ଅର୍ଚ୍ଚନ, ପୂଜନ, ପାଦ ସେବନ, ସଖ୍ୟ ଦାସ୍ୟ, ଆତ୍ମ ନିବେଦନ। ଏହିପରି ଭାବରେ ନବଦା ଭକ୍ତି ଆମେ କରିପାରିବା। ଏଇ 9 ପ୍ରକାର ଭକ୍ତିର କଥା ରୂପ ଗୋସ୍ୱାମୀ ଭକ୍ତି ରସାମୃତ ସିନ୍ଧୁରେ କହିଛନ୍ତି। ତେଣୁ ଏପରି ଭାବରେ ଆମେ ଦେଖିବା ଶ୍ରୀମଦ ଭାଗବତମ ପ୍ରଥମେ ସୁଖଦେବ ଗୋସ୍ୱାମୀ କହୁଥିଲେ। ସୁଖଦେବ ଗୋସ୍ୱାମୀ କହୁଥିଲେ, କାହାକୁ କହୁଥିଲେ? ପରୀକ୍ଷିତ ମହାରାଜ କହୁଥିଲେ। ତେଣୁ ସୁତ ଗୋସ୍ୱାମୀକୁ ପ୍ରଶ୍ନ ପଚରାଗଲା, ଆପଣଙ୍କୁ ସୁତଶ୍ରବା କାହିଁକି କୁହାଯାଉଛି? ଯେହେତୁ ସେଇ ଗଙ୍ଗା କୂଳକୁ ସୁତ ଗୋସ୍ୱାମୀ ମଧ୍ୟ ଆସିଥିଲେ, ସୁଖଦେବ ଗୋସ୍ୱାମୀ ମହାରାଜଙ୍କ ଠାରୁ ଭାଗବତ କଥା ଶ୍ରବଣ କରିଥିଲେ। ସୁତ ମାନେ ଯେ ଶୁଣୁଥିଲେ, ଏଇ ଧ୍ୟାନ ସହିତ ଶୁଣିବା ଯୋଗୁ ତାଙ୍କୁ ସୁତ ଶ୍ରବା ବୋଲି କୁହାଯାଉଥିଲା। ତେଣୁ ଯେ ନିରନ୍ତର ଧ୍ୟାନ କରେ, ଭଗବାନ ସ୍ମରଣ କରେ, ସେ ଭଗବତ ଧାମକୁ ଚାଲିଯାଏ। ଏହିପରି ଭାବରେ ଆମେ ଦେଖିବା ଏହି ଶ୍ଲୋକ ମାଧ୍ୟମରେ ଭଗବାନଙ୍କ କଥା ବା ଲୀଳା ଗୁଡ଼ିକୁ, କର୍ମ ଗୁଡ଼ିକ, ତାଙ୍କର କଟାକ୍ଷପାତ, ସ୍ମିତ ହାସ୍ୟ ଏବଂ ତାଙ୍କର କଥାକୁ ସ୍ମରଣ କରୁଥିଲେ ଉଦ୍ଧବ। ଏହିପରି ଭାବରେ ନନ୍ଦ ମହାରାଜ ଆଉ ଉଦ୍ଧବ ପରସ୍ପର ବାର୍ତ୍ତାଳାପ କରୁଥିଲେ, କଥାବାର୍ତ୍ତା ହଉଥିଲେ, ଭଗବାନଙ୍କର ସବୁ କଥା ଲୀଳା ସବୁ ସ୍ମରଣ କରୁଥିଲେ, ମନେ କହୁଥିଲେ। ତେଣୁ ଆମେ ସେହିପରି ଭାବରେ ଭଗବାନଙ୍କର କଥା ଲୀଳା, କଥା ଗୁଣ, ତାଙ୍କର ସବୁ ଗୁଣ ଲୀଳା ରୂପ ମହିମା ଆମେ ସବୁ ସ୍ମରଣ କରିବା। ଆଉ ଯେତିକି ଆମର ମନ ଅଛି ତାକୁ କହିବା। କୃଷ୍ଣ ଏଇ ଲୀଳା କରିଥିଲେ, ଦାବାଗ୍ନି ଲୀଳା କରିଥିଲେ। ଦାବାଗ୍ନି ବା ତ ବର୍ଷାଜ ଭୂଷ ସପାଜ ରକ୍ଷିତା କୁହାଯାଉଛି। ଆମେ ମାନେ ଦାବା ଦଳ, ପ୍ରବଳ ବାୟୁ, ବର୍ଷା ତଥା ଭୂଷ ଓ ସର୍ପ, ଦାନବ ସମୂହ ଏ ପ୍ରକାର ସମସ୍ତ ଦୁରୁତ୍କ୍ରମ ମୃତ୍ୟୁ ଭୟରୁ ସୁରକ୍ଷିତ ହେଇଥିଲୁ। ତେଣୁ କୃଷ୍ଣଙ୍କର ଦାବାଗ୍ନି ଲୀଳା ରହିଛି। କୃଷ୍ଣ ଗୋଚାର ଲୀଳା କରିବା ପାଇଁ ଯାଇଥିଲେ, ଗୋଟେ ହଠାତ୍ ଗୋଟେ ଅସୁର ଆସିଲା, ରାକ୍ଷସ ଆସିଲା, ଦାନବ ଆସିଲା, ସେ ସାରା ବଣକୁ ଜଳେଇ ଦେଲା। କୃଷ୍ଣ କଣ କଲେ? ସେ ସମସ୍ତ ଅଗ୍ନି ନିଜ ମୁଖରେ ଆହା କରିକି ପାନ କଲେ, ସମସ୍ତ ଗୋପ ବାଳକ ମାନଙ୍କୁ, ଗୋବତ୍ସା ମାନଙ୍କୁ ରକ୍ଷା କଲେ, ଉଦ୍ଧାର କଲେ। ଏଇ କଥାଟା ଉଦ୍ଧବ ନନ୍ଦ ମହାରାଜ କହୁଛନ୍ତି ଆଜିର ଶ୍ଲୋକରେ। କୃଷ୍ଣ ଏଇଭଳି ଦାବାନ୍ଦଳରୁ ଆମକୁ ମାନଙ୍କୁ ରକ୍ଷା କରିଥିଲେ, ନାଇକି? ଦେଖନ୍ତୁ, ତେଣୁ ଯୋଉମାନେ ଭଗବାନଙ୍କର ଭକ୍ତ ହେବେ ସେମାନଙ୍କୁ ଭଗବାନ ନିଶ୍ଚିତ ରକ୍ଷା କରିବେ। ଏକଥା ଭଗବାନ ନିଜେ ଘୋଷଣା କରି କହୁଛନ୍ତି, କୌତେହ ପତିଜାନି ନମେ ଭକ୍ତ ପ୍ରଣଶ୍ୟତି। ମୋର ଭକ୍ତର କେବେ ହେଲେ ବିନାଶ ହୁଏ ନାହିଁ। ଯେ ମୋ ଠାରେ ଶରଣାଗତ ପବନ ଆତ୍ମା, ତାକୁ ନିଶ୍ଚିତ ମୁଁ ରକ୍ଷା କରେ। ରକ୍ଷ ହରି ମାରେ କିଏ? ମାରେ ହରି ରକ୍ଷେ କିଏ? ଭଗବାନ ଯାହାକୁ ରକ୍ଷା କରିବେ ତାକୁ ଆଉ କିଏ ମାରିପାରିବ? ଆଉ ଭଗବାନ ଯାହାକୁ ମାରିବେ ତାକୁ ଆଉ କେହି ରକ୍ଷା କରିପାରିବ ନାହିଁ। ଏପରି ଭାବରେ ଇନ୍ଦ୍ରଦେବ 7 ଦିନ କୋପ କଲା, ସାରା ବଜକୁ 7 ଦିନ କାଳ ସେ ପ୍ରବଳ ବୃଷ୍ଟି, କୁଆ ପଥର ପକେଇଲା, ବଜାଘାତ କଲା ସେଇ ଗୋବର୍ଦ୍ଧନ ଗିରିରାଜ ଉପରେ। କିନ୍ତୁ ଭଗବାନ କଣ କଲେ? 7 ଦିନ ଧରି ଗିରି ଗୋବର୍ଦ୍ଧନ ତଳ କରିକି ଧାରଣ କରିଥିଲେ, ସମସ୍ତ ବ୍ରଜବାସୀ ମାନଙ୍କୁ ରକ୍ଷା କରିଥିଲେ। ଏଇ ଲୀଳା ଉଦ୍ଧବ ନନ୍ଦ ମହାରାଜକୁ କହୁଛନ୍ତି। ଅତୀତରେ କୃଷ୍ଣ ଯେଉଁ ସବୁ ଲୀଳା କରିଥିଲେ, ଏଇ ସବୁ ଲୀଳା ଗୁଡିକ କରିଥିଲେ, ଆମ ମାନଙ୍କୁ ରକ୍ଷା କରିଥିଲେ, ଏସବୁ ଲୀଳା ଗୁଡିକ ବର୍ଣ୍ଣନା କରୁଛନ୍ତି, ପରସ୍ପର ମଧ୍ୟରେ ଆଲୋଚନା କରୁଛନ୍ତି। ହରେ କୃଷ୍ଣ 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 ହରେ ହରେ ରାମ 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 ହରେ। ତେଣୁ ଭଗବତ ଗୀତାରେ କଣ କୁହାଗଲା?
भक्त मैंने जितेबले मिलित होती एकत्रित होती से मोर लीला कथा गुण गान करती। दशम स्कंद भागवत गीता रे चतुर्थ श्लोक कथा कहुई मच्चित्ता मद्गत प्राणा बोधयन्ति परस्परम कथयन्ति च मां नृत्यं चरन्ति च रमन्ति च। मद्गत प्राणा को मैंने मद्गत प्राणा जो मैंने मोर विषय कथा आलोचना करती परस्पर मध्य कथबार्ता है कि परम आनंद लाभ करती। मच्चिता मद्गत प्राणा बोधयन्ति परस्पर से परस्पर मोर विषय आलोचना करी आनंदित हो कथयन्ति च मां तुष्यन्ति च रमन्ति च से मोर कथबार्ता है कि से परम आनंदित हो। वास्तव में भगवान कथा आलोचना कले भगवान कथा शुणिले आमे परम आनंदित हेबा। अन्य कथारे शुणिले ग्राम्य कथा शुणिले संसार कथा शुणिले खबर कागज पढ़िले आमको दुख लगे ए आज हेगला आमको मरीगला आम दुख पाऊ किंतु भगवान कथा जिते आम शुणा से आमको आनंद लगे आम आनंदित हेबा कृष्ण कथार आम आनंद पाइबा। तेणु यहपरी भाव उद्धव आ नंद महाराज कृष्णଙ୍କର कथा परस्पर मध्य आलोचना करके परम आनंद पाउथिले। हरे कृष्ण 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 हरे 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 राम राम राम